ଭୁଲରେ ମଧ୍ୟ ଶୋଇବା ସମୟରେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି ତିନିଟି ଜିନିଷ। ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଏହିସବୁ ଜିନିଷ ଆମ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ, କାରଣ ସବୁ ଜିନିଷର ପଜିଟିଭ ଏବଂ ନେଗେଟିଭ ପ୍ରଭାବ ରହିଛି। ଏହା ଆମ ଜୀବନରେ ପ୍ରାୟତଃ ଘଟେ, ଯାହା ହଠାତ୍ ଅସୁବିଧା ଆରମ୍ଭ ହୁଏ, ଯେଉଁ କାରଣରୁ ଅନେକ ପ୍ରକାର ଅସୁବିଧା ମଧ୍ୟ ଜୀବନରେ ଆସିବା ଆରମ୍ଭ କରେ। ବେଳେବେଳେ ବାସ୍ତୁ ତ୍ରୁଟି ମଧ୍ୟ ହଠାତ୍ ଅସୁବିଧାର କାରଣ ହୋଇଥାଏ, କିନ୍ତୁ ବେଳେବେଳେ ଆମର ଦୈନନ୍ଦିନ କାର୍ଯ୍ୟରେ କିଛି ଭୁଲ କରିଥାଉ, ଯାହା ଆମ ଜୀବନକୁ ପ୍ରଭାବିତ କରିଥାଏ। ଏହି ତ୍ରୁଟି ଯୋଗୁଁ ନକାରାତ୍ମକତା ଜୀବନରେ ଆସିବା ଆରମ୍ଭ କରେ। ଅନେକ ଥର ଶୋଇବା ସମୟରେ ଆମ ଚାରିପାଖରେ କିଛି ଜିନିଷ ଅଛି ଯାହା ଆମକୁ ଖରାପ ପ୍ରଭାବ ପକାଇବା ଆରମ୍ଭ କରେ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ସବୁ କ'ଣ କ'ଣ। ବୈଦ୍ୟୁତିକ ସାମଗ୍ରୀ। ଶୋଇବା ସମୟରେ କୌଣସି ବୈଦ୍ୟୁତିକ ଜିନିଷ ନିଜ ବିଛଣାରେ ରଖନ୍ତୁ ନାହିଁ। ଏହି ଜିନିଷ ଗୁଡ଼ିକ କେବେ ବନ୍ଦ ହୁଏ ନାହିଁ, ଯେଉଁଥିରୁ କ୍ଷତିକାରକ ତରଙ୍ଗ ସେମାନଙ୍କ ଭିତରୁ ବାହାରକୁ ଆସେ, ଯାହା ଆମକୁ କ୍ଷତି ପହଞ୍ଚାଏ। କେବଳ ଏତିକି ନୁହେଁ, ଅନେକ ଜ୍ୟୋତିଷ ମଧ୍ୟ ବିଶ୍ୱାସ କରନ୍ତି ଯେ ସେମାନଙ୍କ ମାନସିକ ଶାନ୍ତି ଭଙ୍ଗ କରନ୍ତି। ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ଶୋଇବା ସମୟରେ ମୋବାଇଲକୁ ଦୂରରେ ରଖିବା କିମ୍ବା ସୁଇଚ୍ ଅଫ୍ କରି ରଖିବା ଉଚିତ, କାରଣ ସେଥିରୁ ବାହାରୁଥିବା ତରଙ୍ଗ ବିକିରଣର ଆଶଙ୍କା ବଢ଼ାଇଥାଏ। ପର୍ସ। ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ପର୍ସ ରଖନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରାଯାଏ ଯେ ଏହା ଆମର ଆର୍ଥିକ ଅବସ୍ଥା ଉପରେ ପ୍ରଭାବ ପକାଇ ଦେଇଥାଏ। ମା ଲକ୍ଷ୍ମୀ ଏହା ଉପରେ କ୍ରୋଧିତ ହୁଅନ୍ତି। ଏହା କରିବା ଦ୍ୱାରା ଫଳାଫଳ ଖର୍ଚ୍ଚ ବଢ଼ିବା ସହିତ ଅର୍ଥ ହରାଇବା ମଧ୍ୟ ଆରମ୍ଭ ହୋଇଥାଏ। ସେଥିପାଇଁ ଏହାକୁ କୌଣସି ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଦଉଡ଼ି। ନିଜ ଶଯ୍ୟାରେ କେବେ ବି ଦଉଡ଼ି କିମ୍ବା ଚେନ୍, ବେଲ୍ଟ ଇତ୍ୟାଦି ରଖନ୍ତୁ ନାହିଁ। ଦଉଡ଼ି। ନିଜ ଶଯ୍ୟାରେ କେବେ ବି ଦଉଡ଼ି କିମ୍ବା ଚେନ୍, ବେଲ୍ଟ ଇତ୍ୟାଦି ରଖନ୍ତୁ ନାହିଁ। ଏହା ଅସ୍ୱାଭାବିକ ପ୍ରଭାବ ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ଏହା ମଧ୍ୟ ଆମ କାର୍ଯ୍ୟରେ ବାଧା ସୃଷ୍ଟି କରେ। ସେଥିପାଇଁ ଏହାକୁ ତୁମ କୋଠରୀରେ କେବେ ବି ରଖ ନାହିଁ। ଏହା ଜୀବନରେ ଚାପ ମଧ୍ୟ ବଢ଼ାଇଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗିଲା ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବା ଭୁଲିବେନି। ଜୟ ଜଗନ୍ନାଥ।